ରଖିଥିଲୁ ଆଜି ଜୟ ଜଗନ୍ନାଥ। ଆଜି ବଳଦେବଙ୍କର ଜନ୍ମଦିନ, ରାକ୍ଷୀ ପୂର୍ଣ୍ଣିମା, ଆମର ଗୋଟେ ଭାଇଚାରା ଭାଇ ଭଉଣୀ ସମ୍ପର୍କ। ତେଣୁ ଜଗନ୍ନାଥ ଗୁମ୍ପାରୁ ସମସ୍ତେ ଓଡ଼ିଶାକୁ ସ୍ୱାଗତ ଆଉ ଗୋଟେ ପେପରରେ ସକାଳେ ବାହାରିଥିଲା ସରକାରଙ୍କ ଉପରେ ବର୍ଷିଲା ବ୍ୟବସାୟୀ ସଂଘ। ତେଣୁ ଏଭଳି କିଛି କଞ୍ଚା ପରିବା ବ୍ୟବସାୟରେ ହେଇନି। ଯେଉଁ ବ୍ୟକ୍ତି ଜଣକ ସୁଧାକର ପଣ୍ଡା ବୋଲିକି ଏହାକୁ ଦେଇଛନ୍ତି, ରିପୋର୍ଟ ଦେଇଛନ୍ତି ସକାଳେ ନ୍ୟୁଜ୍, ସେ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଅସତ୍ୟ କଥା ବାହାର କହିଛନ୍ତି। ତେଣୁ ଆମେ କୌଣସି ସରକାର ବିରୁଦ୍ଧରେ କାହାରି ସମୟରେ ଯାଇନୁ। କଂଗ୍ରେସ ହଉ, ଜନତା ହଉ, ବିଜେଡ଼ି ହଉ, ବିଜେପି ହଉ, ଆମେ କାହାରି ବିରୁଦ୍ଧରେ ଯାଇନୁ। କାରଣ ସରକାର ସାଥିରେ ଆମେ ପରିବା ବ୍ୟବସାୟୀ ସବୁବେଳେ ଅଛୁ। ତେଣୁ ମୁଁ କଞ୍ଚା ପରିବା ବ୍ୟବସାୟୀ ମହାସଂଘର ଓଡ଼ିଶାର ସଭାପତି ଅଛି, ଭୁବନେଶ୍ୱରର ସଭାପତି ଅଛି, କଞ୍ଚା ପରିବା ମହାଜନ ସଂଘର ସଭାପତି ଅଛି। ଇଏ ଗୋଟେ ଆକ୍ରୋଶମୂଳକ ଭାବେ ମିଥ୍ୟ ତଥ୍ୟ ଦେଇକି ବଜାର ହୋଇ ବଢ଼ୁଛି। ଏଭଳି ଗୋଟେ ପ୍ରଚାର କରିଥିବାରୁ ଲୋକମାନେ ସରକାରଙ୍କ ବିରୁଦ୍ଧରେ ଆଉ ଜନତାଙ୍କର ଉପରେ ପ୍ରଭାବ ପକାଇଥିବାରୁ ମୁଁ ଏହାକୁ ପୁରା ଦୃଢ଼ ନିନ୍ଦା କରୁଛି। ତେଣୁ ତାକୁ ଆପଣଙ୍କ ମାଧ୍ୟମରେ 24 ଘଣ୍ଟା ସମୟ ଦେଇଛି। ଏଇ ଯେଉଁ ଲେଖିଛନ୍ତି ବା ଯେଉଁ ବାଇଟ୍ ଦେଇ ମାନେ ଜଣେଇଛନ୍ତି, ତାକୁ ସେ ପ୍ରତ୍ୟାଖ୍ୟାନ ଅପସାରଣ କରିନିଅନ୍ତୁ। ସରକାରକୁ କ୍ଷମା ପ୍ରାର୍ଥନା କରନ୍ତୁ ଆଉ ଜନସାଧାରଣ କ୍ଷମା ପ୍ରାର୍ଥନା କରନ୍ତୁ। ଯାହା କହିଛନ୍ତି ସେ ଯେହେତୁ କଞ୍ଚା ପରିବାର କୌଣସି ପଦପଦବୀରେ ନାହାନ୍ତି କି ଆମେ ତାଙ୍କୁ ଚିହ୍ନିନୁ ଜାଣିନୁ, ସେ କୌଣସି କଞ୍ଚା ପରିବା, ଆମର 42 ବର୍ଷ ହେଲା କଞ୍ଚା ପରିବା ବ୍ୟବସାୟ କରିବା, ଆମେ ମହାଜନଗିରି କରି ଆମର 35 ବର୍ଷ ହେଲା। ତେଣୁ ଏଭଳିଆ ଲୋକ କଞ୍ଚା ପରିବାରେ କେବେ ସମ୍ପୃକ୍ତ ନାହାନ୍ତି। ଏଭଳି ବାଇଟ୍ ଦେଇଥିବାରୁ ତାଙ୍କ ଉପରେ ଦରକାର ପଡ଼ିଲେ ଆମେ ଯଦି ନ ଦିଅନ୍ତି ତାପରେ ଆଇନର ଆଶ୍ରୟ ନେବୁ କାଲି 24 ଘଣ୍ଟା ପରେ। ଆଉ ନିଶ୍ଚିନ୍ତ ତାଙ୍କ ଘର ଆଗରେ ଆମେ ଅନଶନ କରିବା ସହ ଷ୍ଟ୍ରାଇକ୍ କରିବୁ। ଯଦି ଏଥିରେ କିଛି ତାଙ୍କର କ୍ଷତି ହୁଏ ତାହେଲେ ସରକାର ଦାୟୀ ରହିବେନି, କି ପ୍ରଶାସନ ବି ଦାୟୀ ରହିବନି, କି ବ୍ୟବସାୟୀ ସଂଘ ଦାୟୀ ରହିବନି। ତେଣୁ ସେ ନିଜେ ହିଁ ଏଥିପାଇଁ ଦାୟୀ ରହିବେ।